जय जगन्नाथ। आपण मानू भागवत पाठ भितर को स्वागत करुच्ची। आजिकल गाँ गहली जो भागवत कथा मान बा भागवत टुंगी थिला, भागवत कथा पारायण प्रवचन साप्ताहिक पाक्षिक मासिक वार्षिक यू भली भाव भागवत पाठ करा जाए। तो से जो सभ्यता धीरे धीरे लोप पाइबा बसलानी। एठी मठ अच्छी मंदिर अच्छी किंतु पूजा करने सेवक नाहांती। ये जो जिनिस पुरातन कथा बा विषय वस्तु भगवान कथा धीरे धीरे लोप पाई जाऊ बसलानी। आजिर दैनंदिन जीवन में व्यस्त बहुल मनीष आम एभली भाव में व्यस्तता भितर रही जाऊे कि भागवत कथा कृष्णंकर कथा तांकर लीलामृत एसबू को आम पाठ करने दूरे जाऊे। पुराण शास्त्र मान पाखु भी दूरे जाऊे। तेणु मोर गोटे छोट अभिनव प्रयास ये भागवत पाठ माध्यम से पुराणा कथा से गुरु गुरुजन मानकर स्वर रे ये जो भागवत कथा शुणा बहुत आनंद लगे। मु चेष्टा करे से स्वर भीतर देकरी से भागवत पाठ करने। तेणु आपण मैंने भी शुणु, मु कहवा भितर मो कान भी शुणुची। कृष्णकर कथा रस जिते आम भितर आम कान भितर देकरी जाए हृदय रे बाजे से हृदय पवित्र हो जाए। तेणु भागवत कथा को भागवत पाठ को समस्ते गुरुत्व देवा। निज जीवन भितर से भगवान केउं भली भाव में लीला खेला होता यही सब लीला खेला भितर दे आमे पहुंचीचे आज प्रथम स्कंदर द्वादश अध्याय रे। आउ काल विलंब न करी पुणी आगे चलिबा से भागवत कथा भितर को भागवत पाठ भितर। नारायण नमस्कृत्य नरं चैव नरोत्तमं देवीं सरस्वतीं व्यासं ततो जयमुदीरये। मूकं करोति वाचालं पङ्गुं लङ्घयति गिरिं यत्कृपातमहं वन्दे परमानन्दमाधवम्। निगमकल्पतरुगलितं फलसुखमुखादभूतद्रवसंयुक्तं पिबत भागवतं रसमालयं मुहुरहो रसिका भुवि भावुका। द्वादश अध्याय सौनक उवाच। हेमंत सुत मुखु शुणी सौनक कहे मंजुवाणी। कोपे जे द्रोण कुमार मंत्रे बेसिला ब्रह्मसारा। सर प्रचंड तेज बले भये कंपिले दिगपाले। उतरा गर्भे से पड़िला तक्षणे गोविंद रखिला। से पुणी गर्भ जन्म होई पालिला राज पुणे मोही। जगते जेते जगते कर्म जेते कला प्रजा को जे मन्ते पालिला। के बण हेतु नृपराण कहीं छाड़िला निज प्राण। अल्प वयस से नृपति अंते लभिला केउं गति। तार सकल कर्म दीक्षा भय श्रवणे करू इच्छा। आंभ को जेबे दयावह संशय जाऊ मुनि कह। आनंद व्यासंकर सूत ताहांकु देले ज्ञान तत्व। एवं ते मुनिगण मध्य सौनक मुनि अनुवाद गोविंद पादे दे चित्त हसी कहन्ति मुनिसुत। शिशुत उवाच। गुरु नगरे धर्म राजा पितांक प्राय पाळे प्रजा। कृष्ण न जानइयान विषयर
ସେ ନାହିଁ ମନ। ଧର୍ମର ସମ୍ପଦ ରକ୍ଷଣେ ଯେ ସ୍ନେହ ପିତୃ ଭାତୃଗଣେ। ପ୍ରଜା ପାଳନେ ମହିପତି ଧର୍ମ ନାହିଁ ଅନ୍ୟ ଗତି। ଏ ଜମ୍ବୁ ଦ୍ୱୀପେ ଯେତେ ରାଜା ସର୍ବେ କରନ୍ତି ପାଦ ପୂଜା। ଯାର ମହିମା ତିନି ଲୋକେ ଘୋଷନ୍ତି ଏକ କୁଆରକେ। ଗୋବିନ୍ଦ ଯାର ହୃଦ ବସେ ସେ କି ବିଷୟ ରସ ରସେ। ଶୁଣ ବିପ୍ରଜନେ ପରୀକ୍ଷିତ ଜନ୍ମ ଯେ ସନେ। ମାତାର ଗର୍ଭେ ଯେବେ ଥିଲା ନୟନ ମାର୍ଗେ ସେ ଦେଖିଲା। ଯେ ସନେ ତେଜେ ଦିନ କର ଗର୍ଭେ ପଡ଼ିଲା। ବ୍ରହ୍ମସର ଉତ୍ତରା ଡାକେ ତ୍ରାହି ତ୍ରାହି ତକ୍ଷଣେ ପ୍ରଭୁ ଭାବଗ୍ରାହୀ। ଅଙ୍ଗୁଷ୍ଠୀ ଯେବେ ଶରୀର ସୁଦର୍ଶନ ଯେ ଧରି କର। କିରୀଟ କୁଣ୍ଡଳ ବିରାଜେ ପ୍ରଭାର ରବି ତେଜ ଗଞ୍ଜ। ପୂର୍ବ ରୂପ ଘନ ଶ୍ୟାମ ଜଡ଼ିତ ହେମ କୋଟି ଦାମ। ଆଜାନୁଲମ୍ଭେ ଭୁଜ ଚାରି ଗଦାବ୍ଜ ଶଙ୍ଖ ଚକ୍ରଧାରୀ। କୋପେ ଲୋହିତ ବେନି ଦୃଷ୍ଟି ଗଦା ଧାରଣେ ଦୃଢ଼ ମୁଷ୍ଟି। ଗଦାର ତେଜର ବିତ୍ରାସ ପୁରେ ମଣ୍ଡଳ ଦଶ ଦିଶ। ହରିଲେ ବ୍ରହ୍ମସର ତେଜ ନିଶାରେ ଜନେ ଗ୍ରହ ରାଜ। ତକ୍ଷଣ ଗର୍ଭ ରକ୍ଷା କରି ଅନ୍ତର ହୋଇଲେ ମୁରାରୀ। ବାଳକ ଦେଖେ ତା ନୟନେ ଗୋବିନ୍ଦ ଗଲେ ଅନ୍ତର୍ଧ୍ୟାନେ। ତକ୍ଷଣେ ସର୍ବ ଶୁଭ କାଳେ ଅମର ଗୁରୁ ଲଗ୍ନ ବେଳେ। ବାଳକ ହୋଇଲା ବାହାର ରୂପେ ପାଣ୍ଡବ ବଂଶଧର। ଅତି ସୁନ୍ଦର ବିରାଜିଲା ପୁଣି କି ପଣ୍ଡୁ ପ୍ରକାଶିଲା। ଦେଖି ସନ୍ତୋଷ ଧର୍ମ ସୂତା ସଙ୍ଗତେ ଘେନି ପୁରୋହିତ। ଆନନ୍ଦେ ମିଳି ମହାଜନେ ସ୍ତୁତି ଯେ ମଙ୍ଗଳ ବଚନେ। ଶୁଭଇ ଶଙ୍ଖନାଦ ବେରି ଶୁଭେ ଜାତକ କର୍ମ କରି। ସୁବର୍ଣ୍ଣମୟୀ ଧେନୁ ତୁଲେ ଅନେକ ଗ୍ରାମ ଦାନ ଦେଲେ। ସୁତମାଗଧ ଆଦି ଲୋକେ ଆସି ମିଳିଲେ ଅନେକେ। ଧର୍ମନନ୍ଦନ ସୁଖ ଚିତେ ଦକ୍ଷିଣା ଦେଲେ ପୁରୋହିତେ। ସନ୍ତୋଷ ବସି ବିପ୍ରଜନ ବିଚାରି ଜାତକ ଲକ୍ଷଣ ଗ୍ରହଣ କ୍ଷେତ୍ର କରି ଚିତ୍ତେ। କହନ୍ତି ରାଜାର ଅଗ୍ରତେ ବ୍ରହ୍ମଣା ଉଚୁ। ଏ ଅଭିମନ୍ୟୁର କୁମର ପାଣ୍ଡବ ବଂଶେ କାର୍ତ୍ତିକର। ଗର୍ଭ ସଙ୍କଟୁଏ ରହିଲା ଏହାକୁ ବିଷ୍ଣୁ ରକ୍ଷା କଲା। ସର୍ବଲକ୍ଷଣ ଏ ସମ୍ଭୂତ ଏହାର ନାମ ପରୀକ୍ଷିତ। କୁରୁ ପାଣ୍ଡବ ବଂଶଧର ଏ ଭାଗବତ ମଧ୍ୟେ ବର। ଏମନ୍ତେ ବ୍ରାହ୍ମଣଙ୍କ ବାଣୀ କହନ୍ତି ଯୁଧିଷ୍ଠିର ଶୁଣି। ହେ ବିପ୍ରବର ତୁମ୍ଭ ବାଣୀ ମନ ଆନନ୍ଦ କଲୁ ଶୁଣି। ଆଗମନି କମର ସାର ତୁମ୍ଭଙ୍କୁ ନହେ ଅଗୋଚର। ଗ୍ରହଣ କ୍ଷେତ୍ର ଯୋଗ ସ୍ଥିତେ ଯାହା କହିଲେ ଶାସ୍ତ୍ର ମତେ। ଏ ବଂଶଧର ସାଧୁ ପଦେ ପ୍ରଜା ପାଳିବେ ନିରାପଦେ। ରାଜା ବଚନେ ବିପ୍ରଗଣ କହନ୍ତି ଜାତକ ଲକ୍ଷଣ ବ୍ରହ୍ମଣା ଉଚୁ। ଶୁଣ ଧର୍ମର ନନ୍ଦନ ଆମ୍ଭର ଆଶିଷ ବଚନ। ରାଜ ପାଳିବ ନିୟତ ଯେହ୍ନେ ଇକ୍ଷ୍ୱାକୁ ମନୁ ସୂତ। ବ୍ରାହ୍ମଣ ସତ୍ୟ ଗୁଣ ନିଦିଏ ସର୍ବ ଦୀକ୍ଷା ପଣେ ସିଦ୍ଧି। ଏହାର ଗୁଣ କ୍ରିୟା ଯଶେ ଯେହ୍ନେ ଶ୍ରୀରାମ ରଘୁବଂଶେ। ସର୍ବଗୁଣରେ କୁମାରେ ନାହିଁ ସମାନ ତିନି ପୁରେ। ସମୁଦ୍ର ପ୍ରାୟ ଯଜ୍ଞକାରୀ ଅର୍ଜୁନ ପ୍ରାୟ ଧನುର୍ଧାରୀ। ହୁତାସନର ତେଜମୟ ବୁଦ୍ଧି ଯେ ସମୁଦ୍ରର ପ୍ରାୟ। ମୁଗେନ୍ଦ୍ର ପ୍ରାୟ ତେଜକାରୀ ସ୍ଥିବର ପ୍ରାୟ ହେମଗିରି। ପୃଥିବୀ ସମଧୀର ଚେତା ସହିଷ୍ଣୁ ଯେହ୍ନେ ପିତା ମାତା। ସମପାଳନେ କି ବିଧାତା ଈଶ୍ୱର ପ୍ରାୟ ବରଦାତା। ଆଶ୍ରୟ ସର୍ବ ପ୍ରାଣୀଙ୍କର ଯେହ୍ନେ ସଂସାରେ ରମାବର। ସର୍ବଲକ୍ଷଣେ ପୂର୍ଣ୍ଣ କାମ ସୁଦୃଢ଼ ପ୍ରତି ସତ୍ୟ ଧାମ। ବିଷ୍ଣୁର ପ୍ରାୟ ଦେବେ ଯେହ୍ନେ ସକଳ ଗୁଣ ଧାମ। ତେହ୍ନେ ବଳିର ପ୍ରାୟ ଧୀର ପଦ ବୈଷ୍ଣବେ ଯେହ୍ନେ ପ୍ରହ୍ଲାଦ। ସଂସାର ମଧ୍ୟରେ ଆବିର୍ଭାବେ ଦେବଙ୍କୁ ଅଶ୍ୱମେଧ ଯୋଗେ। ରାଜ ଋଷିଙ୍କୁ ଯତ୍ନ କରି ଦୁଷ୍ଟ ସମୂହ ଦର୍ପ ହରି ହବନେ। ଧର୍ମ ରକ୍ଷା ଅର୍ଥେ କଳିକୁ ବାନ୍ଧିବ ବ୍ରତେ ବ୍ରାହ୍ମଣ। ସାପ ମହାରୋଷେ ଏହାର ଅଳ୍ପ ବୟସେ। ବ୍ରାହ୍ମଣ ବାକ୍ୟ ହୋଇ କ୍ଷୀଣ ତକ୍ଷଣେ
হাতে দেব প্রাণ। ব্রাহ্মণ অভিশাপ পাই তক্ষণে সাধু সঙ্গ হই জাহ্নবী তটে। অন্তর্জলে হরিଙ୍କ ভক্ত জন মেଳେ কৃষ্ণ মহিমা জন মুখে শুনি ছাড়িব প্রাণ সুখে। গোবিନ୍ଦ ଅଭୟ ଚରଣ ନିଶ୍ଚିନ୍ତେ ପଶିବ ଶରଣ ହେମନ୍ତେ ହରି ଭାବ ଘେନି କହନ୍ତି ସୁତ ମହାମୁନି। ସୁତ ବାଚ ପୁଣି ସକଳ ମୁନି ଆଦି ଅନ୍ତରେ ଯେତେ ବେଦ ବାଦି। ହେମନ୍ତେ ଜାତ କର୍ମ କଲେ ବନ୍ଧୁ ବାନ୍ଧବ ବିପ୍ର ମିଳେ ରାଜାଙ୍କୁ କରି ଅନୁମାନ ବିପ୍ରେ ମିଳିଲେ ନିଜ ସ୍ଥାନ। ହେମନ୍ତେ ଜନ୍ମ ପରୀକ୍ଷିତ ଲୋକରେ ହୋଇଲା ବିଦିତ। କର୍ମ ଆରାଧି ସର୍ବବାଣୀ ଯାହା କହିଲେ ପରିବାଣୀ। ଦିନକୁ ଦିନ ତେଜ ରାଶି ଶୁକ୍ଳ ପକ୍ଷରେ ଜହ୍ନେ ଶଶୀ। ଦିନକୁ ଦିନ ପିତୃଗଣେ ସ୍ନେହ ପାଳନ୍ତି ଅନୁକ୍ଷଣେ ବାଳକ ଦେହେ ପରୀକ୍ଷିତ ସ୍ୱଭାବେ କୃଷ୍ଣର ଭକ୍ତ। ସକଳ ଲୋକେ ପ୍ରୀତିଦାତା ସାଧୁ ସୁନ୍ଦର ଶୁଦ୍ଧ ଚେତା ବହୁ ଶୁଣ ବିପ୍ରଗଣେ ଧର୍ମନନ୍ଦନ ତୋଷ ମନେ। ଖ୍ୟାତି ମରଣେ ଦ୍ରୋହ ଚିତ୍ତେ ସର୍ବ କଳୁଷ ନାଶାର୍ଥେ। ରାଜାଙ୍କୁ ତହୁଁ ନିଜ ଧନ କରି ଦଣ୍ଡବର ଶଣ। ପଞ୍ଚଭ୍ରାତାର ପାଶେ ମିଳି ବିପ୍ରଙ୍କୁ ଘେନି ବନ ମାଳି ଆଗମ ନିଗମ ଯେ ବିଧି କରଇ ତିନି ଅଶ୍ୱମେଧି। କେତେ ହିଁ ଦିନ କୃଷ୍ଣ ରହି ଜ୍ଞାତି ହୃଦ ଭାବ ବହି। ଦ୍ରୌପଦୀ କୁନ୍ତି ଅନୁବ୍ରତେ ବିଚାର କରି ପଞ୍ଚଭ୍ରାତେ ରଥେ ଅର୍ଜୁନ ସଙ୍ଗ କରି। ନିଜ ଭୁବନେ ଗଲେ ହରି ସେ ହରି ଚରଣ ପଙ୍କଜେ। ବ୍ରାହ୍ମଣ ଜଗନ୍ନାଥ ଭଜେ। इति श्रीमद्भागवते महापुराणे परमहंस्यां संहितायां 82 प्रथम स्कन्धे परीक्षित जन्म वर्णने नाम 12 भीमस्यापि रणभङ्गो मुनिरभिमति भ्रमजति शुद्धं सुधं मोदोष न विद्यते। जय श्री राधेश्याम।